हेलो हाय गाइस नमस्कार मु राजू आपण मान को कार्तिराज बाग ब्लॉग चैनल स्वागत करुच्ची। तो देखि पार्थिबे मु आज माने सकाळ सकाळ उठिकी वीडियो करियार लागिची जाकि मु अछि एबे बड़ दीदी पाखरे गला काली आसी राति रे पहुंची गली। तो एमिति नजर किछि जगह रे अछि बट अंधारिया देखाउची एमिति देखाउची आउ जाउची एबे मु दुकान रो कोलगेट नेगी आसी आउ दांत बसिनी तो बसिया आउ एटी जा किसी गोटे पर्व माने पर्व पूजा हम से पूजा आपण मान सहित पूरा शेयर करी आउ देखिए चलते मु दुकान कोलगेट नहीं आसे तापर घर को जा तार फ्रेश फ्रेश होगी तार कौन करुच्ची आपण मान सब शेयर करिया। आउ एटा हूँ मयूरभंज जिले में आसूँ मयूरभंज को आसी आपण मान कही नी केमती लगुच कमेंट कर जनातु। आउा बहुत पूरा सुंदर लगुच देखापी तो चलतु मुझे सामान किणी आसे आ कमेंट कर जनातु केमती लगुच व्यू पूरा मस्त देखा माने कही हेनी ठंडा एत जो लगुच ना ठंडा आगे किसी कही हेनी ठंडाटा। तो चलो बाय सांग मैंने अब आमर माने स्टार्ट हो गला राति 7टा पाखापाखि गला। तो मु शीत लगुच कोई एगुड़ा बांध देछि बट बाहर को एत भल शुभु नहीं कान भी माने बंद हो जाइए पूरा दी जाक गामछा बांध देछि मो टोपीटा हजि जाइए से आज राति सारा सब नाचे। तो देखिया केमती कौन नाचुंट केमती कौन पर्व ये हूँ आम आदिवासी एवं महांत संप्रदाय ये बेसी ए पालन को माने पूजा को बेसी पालन करा जाए जहाँकि हूँ कर्मा पूजा दिन में एत अवश्य मुझे कही नी छाड़ू एवं मुझे कहीदे आ देखेबी आपण मानक केमती कमेंट कर जनातु। ये हूँ आमर आदिवासी संप्रदाय बेसी माने पालन करा जाए बेसी माने जेमती जे टिके रिच रही टे बड़ ये घर लोक टे सी बेसी मनाती। तो समस्ते भी ये पालन करती जीवा देखा आपण मानक केमती कौन पूजा पाठ कराउछंती। आमर तो ये सब दायित्व भेणे बुझंती आउ भेणे करेनी मुझे गला खाली माँ भाणजी आसी पहुँचू भेणी पाखक। तो पूजा पाठ चली भेणे पूजा पाठ करती माने ये भेणी को बापा तो नहांती से आउ देखा केमती कौन नाच गीत होची केमती कौन मजा होची राति अधर माने अनिद्रार वीडियो करी आपण मानक देखिए। चलतु केमती कमेंट करी जणेबे हला चलो।
ସାଙ୍ଗମାନେ ଦେଖାଉଛି ଦେଖ ଏଇଭଳିଆ ପୁରା ମୁଁ ପା ତା ତଳେ ଚାଲି ଚାଲି ଯାଉଛି। ଆଉ ଏଇଠି ଗୋଟେ ଜିନିଷଟା ଆପଣମାନଙ୍କୁ ଦେଖେଇବି ମାନେ ତିନିଟା ଏଇଭଳିଆ ପଥର ଉପରେ ପଥର ତା ଉପରେ ପଥର ସେଭଳିଆ ତିନିଟା ପୁରା ନଦୀ ହେଇକି ଅଛି। ଏଇଟା ଦେଖାଉଥିବ ଏଇଟା ପୁରା ତିନିଟା ପଥର ପୁରା ନଦୀ ହେଇକି ଅଛି। ଖାଲି ବୁଲିବା କଥା ଚାଲିକି ସାଇକେଲ ତ ନାହିଁ ପୁରା କଳା କଳା ଦେଖାଯାଉଛି ମୋ ଫେସ୍ ଯେମିତି ମୁଁ କଳା କୋଇଲା ଦେଖାଯାଉଛି। ଆଉ ବାଏ ବାଏ ଚାଲ। ଦେଖିପାରୁଥିବେ ସାଙ୍ଗମାନେ ଏବେ ମୁଁ ଗୋଟେ ପୁରା ନିଚାଟିଆ ଜାଗାକୁ ପଳେଇ ଆସୁଛି ଯେଉଁଟାକି ଘର ପାଖରୁ ବହୁତ ଦୂରକୁ ପଳେଇ ଆସୁଛି ଚାଲି ଚାଲିକା। ଆଉ କାଲି ରାତିରେ ମାନେ କର୍ମା ପୂଜା ବେଳକୁ ମୁଁ ଭିଡ଼ିଓ କରିପାରିଲିନି ସେଥିପାଇଁ ପୁରା ନିଛାଟିଆ ଜାଗାକୁ ପଳେଇ ଆସିଛି। ଦେଖ ଏଇଭଳିଆ ନିଛାଟିଆ ଜାଗାକୁ ପଳେଇ ଆସିଛି ଯେଉଁଟାକି ପୁରା ହୁଡ଼ି ବୋଲି କୁହାଯାଏ। ଏଇଟା ମାନେ ପଥରରେ ପୁରା ପାହାଡ଼ ଭଳିଆ ଇଏ ଠିଆ ହେଇଛି ଏପଟେ ସେଇପଟେ ପୁରା ପଥର ଦେଖାଯାଉଛି ଏଇପଟ ସାଇଡ଼୍ଟା। ଆଉ ଗଲା କାଲି ରାତିରେ କର୍ମା ପୂଜାର ନାଚ ଗୀତ ହେଉଥିଲା ତ ମୁଁ ଅଧରାତିରୁ ମୁଁ ଯାଇକି ଶୋଇପଡ଼ିଲି କାହିଁକିନା ଭାଣିଜି ନିଦ ନାଗୁଥିଲା ସେଥିପାଇଁ ସେ ଶୋଇବ ବୋଲି କହିଲା ମୁଁ ସେଥିପାଇଁ ଚାଲି ଶୋଇନି। ଆଉ ମୁଁ ମାନେ ପୂଜା କ'ଣ ଆଉ ଇଏ ହେଉଥିଲା ମାନେ ଗୀତ ନାଚ ହେଉଥିଲା ଏଟାକୁ ମୁଁ ଆଉ ରେକର୍ଡ଼ କରିପାରିଲିନି। ତ ଏମିତି ଅଛି ନଜାରା ଦେଖି ନିଅନ୍ତୁ। ଏଇଟା ହେଉଛି ପୁରା ଜଙ୍ଗଲ ହିଁ ଜଙ୍ଗଲ ଅଛି। ଆଉ ଆସିଛି ଏଇଠୁ ପଳେଇ ଆଉ ଥରେ ବେଶୀ ବାଟ ବି ନୁହେଁ ମୁଁ ଏମିତି ବୁଲି ଘରେ ରହି ବିରକ୍ତି ହେଇଯାଉଛି ସେଥିପାଇଁ ବୁଲିବା ପାଇଁ ପଳେଇ ଆସିଥିଲି। ଆଉ କମେଣ୍ଟ କରି ଜଣାଅ କେମିତି ଲାଗୁଛି ମୋତେ ଯେମିତି ନାଚି ଅଲ୍ ଟ୍ରାଏଙ୍ଗଲ୍ ଭଳିଆ ଭିଡ଼ିଓ ରେକର୍ଡ଼ ହେଉଛି ଭଳିଆ। ଆଉ କମେଣ୍ଟ କରି ଜଣାଅ କେମିତି ଲାଗୁଛି। ତାପରେ ଆମର ବିଶ୍ୱକର୍ମା ପୂଜାରେ ଏତେ ବିଶ୍ୱକର୍ମା ମାନେ ବିଶ୍ୱକର୍ମା ନୁହେଁ କର୍ମା ପୂଜା ପାଳନ ଭିଡ଼ିଓଟା କେମିତି ଲାଗିଲା ରାତିରେ ଅବଶ୍ୟ ରେକର୍ଡ଼ ହେଇଛି କାହିଁକିନା ସେଟା ରାତିରେ ହିଁ ପୂଜା ହୁଏ ସେଥିପାଇଁ ଦିନରେ ମୁଁ ରେକର୍ଡ଼ କରିପାରିଲିନି। ଦିନରେ କେତେବେଳେ କ'ଣ ଜିନିଷ ସାମାନ କ'ଣ ଆଣିଲେ ମୁଁ କିଛି ଏତେ ଜାଣିନି ତ ଏତେ ରେକର୍ଡ଼ ବି କରିପାରିଲିନି। ଆଉ ଚାଲନ୍ତୁ ଆଉ କମେଣ୍ଟ କରି ଜଣାନ୍ତୁ କେମିତି ଲାଗୁଛି। ଆଉ ଦେଖିବା ଏଇଠୁ ମା କିଚକେଶ୍ୱରୀ ପାଖକୁ ଯିବା ପାଇଁ ପ୍ଲାନ୍ କରିଛି ସାଇକେଲ ମିଳୁନି ତ ଗଲେ ଆପଣମାନଙ୍କ ସହିତ ବି ସେଇଠି ବି ଦେଖାହବ ଆଉ ଗୋଟେ ବ୍ଲଗ୍ରେ। ତ ଏଇ ବ୍ଲଗ୍ଟି କେମିତି ଲାଗୁଛି କମେଣ୍ଟ କରି ଜଣାଅ। ଆଉ କ'ଣ କହିବି ଏତିକି ହିଁ କହିକି ରଖୁଛି। ତ ଫେସ୍ଟା ଟିକେ ଏତେ ଛାଇ ଖରା ପଡ଼ୁଛି ସେଥିପାଇଁ ଏତେ ଭଲ ଦେଖାହେଉନଥିବ। ତ ରହିଲି ଆଉ ଗୋଟେ ବ୍ଲଗ୍ରେ ଦେଖାହେବ ଆପଣମାନଙ୍କ ସହିତ।